ପରିବାରର ଯେକୌଣସି ସଦସ୍ୟଙ୍କର ବା ବ୍ୟକ୍ତିଙ୍କର ମୃତ୍ୟୁ ପରେ ଏକାଦଶାହ କର୍ମ ପରେ ପରେ ତାଙ୍କ ଫଟୋ ଘରେ ସ୍ଥାପିତ କରୁଛନ୍ତି। ତାହା କଲେ ଘର ପାଇଁ ମଙ୍ଗଳଦାୟ କି କ୍ଷତିକାରକ ଆମେ ଜାଣିବା ଏବଂ ସେ ମୃତ ବ୍ୟକ୍ତିର ଫଟୋ କେଉଁ ଦିଗରେ ଟାଙ୍ଗିବା, କେବେଠାରୁ ଟାଙ୍ଗିବା। ଜୟ ଜଗନ୍ନାଥ। ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତ୍ୟ ଶର୍ମା। ଯେ ପରିବାରର ଯେକୌଣସି ବ୍ୟକ୍ତି ଯଦି ମରିଯାଏ ତାର ଏକାଦଶାହ କର୍ମ ପରେ ସେ ଫଟୋକୁ ଘରେ ଟାଙ୍ଗି ଦେଉଛନ୍ତି ଏବଂ ଦ୍ୱାରର ମୁଖ୍ୟ ଦ୍ୱାରର ଆଗପଟେ ମଧ୍ୟ ସାମ୍ନାପଟେ ଟାଙ୍ଗୁଛନ୍ତି ଯେ ସମସ୍ତଙ୍କର ଦେଖାଯିବ ଏବଂ ଦୃଷ୍ଟିଗୋଚର ହେବା ପାଇଁ। କିନ୍ତୁ ଏହା ବାସ୍ତୁ ମତେ ସମ୍ପୂର୍ଣ୍ଣ ବିରୋଧ। କାରଣ ବାସ୍ତୁରେ ମୃତ ବ୍ୟକ୍ତିଙ୍କର ଫଟୋ ରହିବା କଥା ନୁହଁ। କିଛି ଲୋକ ମଧ୍ୟ ତାଙ୍କ ଠାକୁର ଘରେ ସେ ବ୍ୟକ୍ତିଙ୍କର ମୃତ ବ୍ୟକ୍ତିଙ୍କ ଫଟୋ ନ ରଖିକି ପୂଜା କରୁଛନ୍ତି। ତାହା ମଧ୍ୟ ବାସ୍ତୁସମ୍ମତ ନୁହଁ। କାରଣ ମୃତ ବ୍ୟକ୍ତି 365 ଦିନ ପର୍ଯ୍ୟନ୍ତ ସେ ବ୍ୟକ୍ତିର ବର୍ଷିକିଆ ପର୍ଯ୍ୟନ୍ତ ସେ ଯମଲୋକରେ ଥାନ୍ତି। ଯମଙ୍କ ପାଖରେ ତାଙ୍କର ଅଦାଲତ ବା ବିଚାର ବିଭାଗରେ ଥାନ୍ତି ସେମାନେ। 365 ଦିନ ପରେ ସେ ବ୍ୟକ୍ତିର ବର୍ଷିକିଆ ପରେ ସେ ପିତୃଲୋକକୁ ଆସିଥାନ୍ତି। ସେବେଠାରୁ ଫଟୋ ଟାଙ୍ଗିଲେ ଶୁଭପ୍ରଦ। କିନ୍ତୁ ଆମେ ପଳେଇ ଯିବା 10ରୁ 15 ବର୍ଷ ପୂର୍ବକୁ କୌଣସି ମୃତ ବ୍ୟକ୍ତିଙ୍କର ଫଟୋ ଘରେ ଟାଙ୍ଗା ନଯାଉଥିଲା, କିଛି ଅସୁବିଧା ନଥିଲା। କିନ୍ତୁ ଏବେକାର ଡିଜିଟାଲ ଯୁଗରେ ସବୁ ଜିନିଷ ଆସିଲା ପରେ ରଖନ୍ତୁ, କାରଣ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମନେ ପକାଇବା ଏବଂ ରଖିବା ପାଇଁ ରଖନ୍ତୁ। କିନ୍ତୁ 365 ଦିନ ପରେ ତାଙ୍କ ଫଟୋ ଆପଣ ଘର ପାଖରେ ଟାଙ୍ଗନ୍ତୁ ଏବଂ ଫଟୋରେ କର୍ପୂର ମାଳ ଟାଙ୍ଗନ୍ତୁ। ସେ କର୍ପୂର ମାଳ ଧଳା ହୋଇଥିବା ଦରକାର। ସେ ବ୍ୟକ୍ତିର ଫଟୋ ଆମେ କେଉଁ ଜାଗାରେ ଟାଙ୍ଗିଲେ କି ଫଳମାନ ପାଇବା ଆମେ ଜାଣିବା। ଯଦି ସେ ବ୍ୟକ୍ତିର ଫଟୋ ପଶ୍ଚିମ ପଟ କାନ୍ଥରେ ଟାଙ୍ଗୁଛନ୍ତି ତାହେଲେ ସେ ବ୍ୟକ୍ତିଙ୍କର ଫଟୋ ରହିଲା ପୂର୍ବକୁ ମୁହଁ କରି, ଆମେ ରହିଲେ ଦେଖିଲେ ତାଙ୍କୁ ପଶ୍ଚିମ ମୁହଁ କରିକି। କିନ୍ତୁ ସେ ହେଉଛି ବିପଦଜନକ। କାରଣ ପଶ୍ଚିମ ରହିଲେ ଶନିଙ୍କର କୋପଦୃଷ୍ଟି ଆମ ଉପରେ ମଧ୍ୟ ପଡ଼ିପାରେ। ଯଦି ସେ ବ୍ୟକ୍ତିଙ୍କର ଫଟୋ ଦକ୍ଷିଣ କାନ୍ଥରେ ଟାଙ୍ଗୁଛନ୍ତି, ମୃତ ବ୍ୟକ୍ତିର ଫଟୋଟା ଉତ୍ତରକୁ ମୁହଁ କରି ରହିବ, ଆମେ ଦର୍ଶନ କଲେ ଦକ୍ଷିଣକୁ ମୁହଁ କରି ଦର୍ଶନ କରିବା। ଦର୍ଶନ କଲେ ଦକ୍ଷିଣ ରହିଲେ ଯମ, ତାଙ୍କର ମଧ୍ୟ କୋପଦୃଷ୍ଟି ଆମ ଉପରେ ପଡ଼ିବ। ତେଣୁକରି ଭଲ ଦିଗ ଟାଙ୍ଗିବା ଦିଗ ହେଉଛି ଉତ୍ତର ପଟ କାନ୍ଥରେ। ଉତ୍ତର ପଟ କାନ୍ଥ ଟାଙ୍ଗିଲେ ମୃତ ବ୍ୟକ୍ତିଙ୍କର ମୁହଁଟା ରହିବ ଦକ୍ଷିଣକୁ, ଦକ୍ଷିଣ ଯମ ରହିଲେ ତାଙ୍କ ସହିତ ସମ୍ପର୍କ ଠିକ୍ ରହିଲା। ଆମେ ତ ଦର୍ଶନ କରିବା ଉତ୍ତରକୁ ମୁହଁ କରି ଦର୍ଶନ କଲେ ଏହା ସବୁଠାରୁ ଶୁଭ ଫଳଦାୟକ ହୁଏ। ଆଉ ସେ ମୃତ ବ୍ୟକ୍ତିଙ୍କ ଫଟୋ ଯଦି ପୂର୍ବ କାନ୍ଥରେ ଆମେ ଟାଙ୍ଗନ୍ତି ତାହେଲେ ତାଙ୍କ ମୁହଁ ରହିବ ପଶ୍ଚିମକୁ, ଆମେ ଦର୍ଶନ କଲେ ପୂର୍ବକୁ ମୁହଁ କରି ଦର୍ଶନ କରିବା। ଏ ମଧ୍ୟ ଶୁଭଦାୟକ ହୋଇଥାଏ। ତେଣୁକରି ଆପଣ ପୂର୍ବ କାନ୍ଥରେ କିମ୍ବା ଉତ୍ତର କାନ୍ଥରେ ମୃତ ବ୍ୟକ୍ତିଙ୍କର ଫଟୋ ଟାଙ୍ଗିବା 365 ଦିନ ପରେ। କିଛି ବ୍ୟକ୍ତି ଥାଆନ୍ତି ତାଙ୍କ ମୃତ ବ୍ୟକ୍ତିଙ୍କର ଫଟୋ ପିତୃପୁରୁଷ ବା ତାଙ୍କ ପରିବାର ଯେକୌଣସି ବ୍ୟକ୍ତି ମରିଥିବେ ତାଙ୍କ ଫଟୋ ନେଇକି ଠାକୁର ଘରେ ମଧ୍ୟ ରଖି ପୂଜା କରାଯାଏ। ସେ ମଧ୍ୟ ବାସ୍ତୁସମ୍ମତ ନୁହଁ। ଯଦି ଆମେ ତାକୁ ରଖନ୍ତି ଠାକୁର ଘରେ ସକାରାତ୍ମକ ଉର୍ଜା ପରିବର୍ତ୍ତେ ନକାରାତ୍ମକ ଉର୍ଜା ମଧ୍ୟ ସେ ଜାଗାରେ ଭରିଥାଏ। ତେଣୁକରି ଆପଣମାନଙ୍କ ବିଶେଷ ଅନୁରୋଧ, ଠାକୁର ଘରେ କୌଣସି ମୃତ ବ୍ୟକ୍ତିଙ୍କର ଫଟୋ ରଖିବେ ନାହିଁ ଏବଂ ପଶ୍ଚିମ କାନ୍ଥ ଦକ୍ଷିଣ କାନ୍ଥରେ ମଧ୍ୟ ସେ ଫଟୋକୁ ରଖିବେ ନାହିଁ। ଏବଂ ଦ୍ୱାର ସମ୍ମୁଖରେ କିଛି ବ୍ୟକ୍ତି ରଖିଥାନ୍ତି ଯେ ଆମେ ଘର ଭିତରକୁ ପଶିଲା ପରେ ଦେଖିବା ସେ ବ୍ୟକ୍ତିଙ୍କର ଫଟୋ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ, ବହୁତ ଭଲ କଥା। କିନ୍ତୁ ଦ୍ୱାର ସମ୍ମୁଖରେ ରଖିବେ ନାହିଁ। ତେଣୁ ଯେ ବ୍ୟକ୍ତି ଆସୁଥିବେ ସକାରାତ୍ମକ ଉର୍ଜା ପରିବର୍ତ୍ତେ ନକାରାତ୍ମକ ଉର୍ଜା ସେ ବ୍ୟକ୍ତିଙ୍କୁ ପ୍ରବେଶ କରିଥାଏ ଏବଂ ଘରେ ଫଟୋଟାକୁ ଲୁଚେଇକି ବା ସୀମିତ ସ୍ଥାନ ରଖିବା ପାଇଁ ହେବ ଯେ ସମସ୍ତଙ୍କର ଦୃଷ୍ଟିଗୋଚର, ଆମେ ଯିବା ଆସିବା ବେଳେ ତାଙ୍କର ମଧ୍ୟ ନଜର ଦୃଷ୍ଟି ମଧ୍ୟ ପଡ଼ିବା ଦରକାର ନାହିଁ। ସବୁଠାରୁ ବଡ଼ ଜିନିଷ ହେଲା ଦୃଷ୍ଟି। ତେଣୁ ସମସ୍ତଙ୍କର ମୃତ ବ୍ୟକ୍ତି ହେଉ ଜୀବିତ ବ୍ୟକ୍ତି ହେଉ ସମସ୍ତଙ୍କ ପାଖରେ କିଛି ଉର୍ଜା ଥାଏ। ସେ ଉର୍ଜାଟା ହିଁ ବହୁତ କ୍ଷତିକାରକ ଥାଏ। ତେଣୁ ଆମେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ରଖିବା ଏବଂ ପ୍ରତ୍ୟହ ତାଙ୍କ ସ୍ମୃତିକି ଭାବନା କରି ମଧ୍ୟ ପ୍ରଣାମ କଲେ ସେ ମଧ୍ୟ ପାଇପାରିବେ। ଜୟ ଜଗନ୍ନାଥ।